ଜଗନ୍ନାଥ ସାଙ୍ଗମାନେ ଆଜି ମଧ୍ୟାହ୍ନ ଭୋଜନ ମୁଁ ଭାବିଲି ଆଜି ଖାଇବି ଦହି ପଖାଳ ଆଳୁ ଭର୍ତ୍ତା। ଆପଣଙ୍କ ସହିତ ସେୟାର କରିବି କିପରି କ'ଣ ଦରକାର ଦହି ପଖାଳକୁ ଆଉ ଆଳୁ ଭର୍ତ୍ତା ସାମଗ୍ରୀ କ'ଣ ଦରକାର ଆସନ୍ତୁ ଦେଖିବା। ପ୍ରଥମେ ଲୁଣ ତମ ଅନୁସାରେ ଲୁଣ ପକାଇବେ, କିଛି ଲୁଣ ନେବେ, ତାପରେ ପାଣି ନେବେ, ତମ କ୍ୱାଣ୍ଟିଟି ଅନୁସାରେ ପାଣି ଦେବେ। ତାପରେ ଲଙ୍କା ତମ କ୍ୱାଣ୍ଟିଟି ଯେତିକି ଆପଣ ରାଗ ଖାଇପାରିବେ ସେତିକି ଲଙ୍କା ପକାଇବେ ଆପଣ। ମୁଁ ଯେପରି 4ଟି ଲଙ୍କା 5ଟି ଲଙ୍କା ଖାଇପାରିବି, ଲଙ୍କା ଛିଡ଼େଇକି ପକାଇଲେ। ତାପରେ ଲଙ୍କା ଦଳିବେ, ଲଙ୍କା ଏପରି ଦଳିବେ। ଆଳୁ, ତାପରେ ଆଳୁ ଲଙ୍କା ଦଳି ସାରିଲା ପରେ ଆଳୁ ପକାଇବେ। ଯେତିକି ଆଳୁ ସିଝେଇଥିବେ ତମ କ୍ୱାଣ୍ଟିଟି ଆଳୁ ପକାଇବେ, ଚୁନା ଚୁନା କରିଦେବେ। ତାପରେ ପିଆଜ ତ କାଟିଥିବେ, ଚୁନା ଚୁନା ପିଆଜ ମୁଁ ଆଗରୁ କାଟିକି ରଖିଥିଲି, ଚୁନା ଚୁନା ପିଆଜ ପକାଇବେ। ତାପରେ ମିକ୍ସଚର, ଏଇଟା ଯେକୌଣସି ଆପଣ ସ୍ୱାଦ ଅନୁସାରେ ଆପଣ ଯେକୌଣସି ମିକ୍ସଚର ୟୁଜ୍ କରିପାରିବେ। ମୋତେ ଯେଉଁ ଏହି ମିକ୍ସଚର ଭଲ ଲାଗିଲା ମୁଁ ପକାଇଲେ, ଆପଣ ପକାଇବେ। ତାପରେ ଦଳି ଦେବେ, ମିକ୍ସ କରିଦେବେ। ତାପରେ ସୋରିଷ ତେଲ, ପିଓର ସୋରିଷ ତେଲ ପକାଇବେ, ସ୍ୱାଦଟା ଆସିବ। ଆଳୁ ଭର୍ତ୍ତାର ମୁଖ୍ୟ ହେଉଛି ପିଆଜ, ମିକ୍ସଚର, ସୋରିଷ ତେଲ, ପିଓର ସୋରିଷ ତେଲ। ସୋରିଷ ତେଲ ପକାଇ ସାରିଲା ପରେ ତାକୁ ପୁଣି ମିକ୍ସ କରିଦେବେ। ସାଙ୍ଗମାନେ ଆମର ଆଳୁ ଭର୍ତ୍ତା ରେଡ଼ି ହେଇଗଲା। ପ୍ରଥମେ ହାଣ୍ଡିରୁ ଭାତ ଆଣିବେ, ପାଣି ମିଶାଇଲେ ଶୁଖିଲା ଭାତ ଆଣିବେ। ତାପରେ ଦହି ପକାଇବେ, ତାପରେ ଦହି ପକାଇବେ ଭାତ ସାଙ୍ଗରେ। ତାପରେ ସ୍ୱାଦ ଅନୁସାରେ ଲୁଣ ପକାଇବେ। ତାପରେ ପାଣି ଦେବେ। ତାପରେ ଦହି ଆଉ ଭାତକୁ ମିଶାଇଦେବେ, ପାଣି ଦେଇକି ମିଶାଇଦେବେ। ଆମର ନର୍ମାଲ ଦହି ପଖାଳ ହେଇଗଲା। ବର୍ତ୍ତମାନ ଆମର ଦହି ପଖାଳ ରେଡ଼ି ହେଇଗଲା, ଆଉ ଆଳୁ ଭର୍ତ୍ତା ମଧ୍ୟ ରେଡ଼ି ହେଇଗଲା। ଟେଷ୍ଟ କରିବା କିପରି ଲାଗୁଛି। ଆସନ୍ତୁ ସାଙ୍ଗମାନେ ଦହି ପଖାଳ ଟେଷ୍ଟ କରିବା ରେଡ଼ି ହେଇଗଲା। ଆମେ ଟେଷ୍ଟ କରିବା କିପରି ଲାଗୁଛି ଦେଖିବେ। ଅତି ଉତ୍ତମ, ଭଲ ହେଇଛି। ଆସନ୍ତୁ ଆଳୁ ଭର୍ତ୍ତା ଖାଇବା। ଆଜ୍ଞା, ଖରାଦିନେ ଦେହ ପାଇଁ ବହୁତ ହିତକର। ନିହାତି ଗାଧୁଆବେଳେ ଥରେ ଦହି ପଖାଳ ଆଳୁ ଭାତ ଖାଆନ୍ତୁ, ପେଟ ସ୍ୱାସ୍ଥ୍ୟ ପାଇଁ ଭଲ। ତାଙ୍କ ସାଙ୍ଗମାନେ ଆପଣ ନିର୍ଦ୍ଧାର୍ଯ୍ୟ ଦହି ପଖାଳ ଆଳୁ ଭର୍ତ୍ତା ଖାଆନ୍ତୁ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ କରନ୍ତୁ।